ପୂର୍ବର ଏକ ଘଟଣା। ମୁଁ ମାତ୍ର 12 ବର୍ଷ ବୟସର ଝିଅଟି। କ୍ଲାସ୍ 7ରେ ପଢ଼ୁଥାଏ। ବାପା ହସ୍ପିଟାଲରେ ଆଡ଼ମିଟ୍ ହୋଇଥାନ୍ତି। ରାତିରେ ଜଗିବା ପାଇଁ ମୁଁ ବାପାଙ୍କୁ ହସ୍ପିଟାଲରେ ରହିଥାଏ। କାହିଁକି ନା ସାନ ଭାଇଟିକୁ ଜଗିବା ପାଇଁ ମା ଘରେ ରହିଲେ। ଆଜି ବି ମନେ ଅଛି ସେ ଭୟାଭୀତ ରାତି କଥା। ଘଣ୍ଟାରେ ଠିକ୍ ରାତି 11:30 ହୋଇଥାଏ। ନିଦ ମାଡ଼ୁଥାଏ। ବର୍ଷା ବାହାରେ ଝିପ୍ ଝିପ୍ ହେଉଥାଏ। ବାପାଙ୍କ ପାଖ ବେଡ଼୍ରେ ଆଉ ଗୋଟିଏ ଭାଇ 18 ବର୍ଷର ଆଡ଼ମିଟ୍ ହୋଇଥିଲେ। ତାଙ୍କୁ ମଧ୍ୟ ତାଙ୍କର ମା ରାତିରେ ଜଗିବା ପାଇଁ ପାଖରେ ବସିଥାନ୍ତି। ସେହି ସମୟରେ ମୁଁ ମାଉସୀଙ୍କୁ କହିଲି, ମାଉସୀ, ମୁଁ ଟିକେ ବାଥରୁମ୍ ଆଡ଼େ ହେଇ ଆସୁଛି, ଆପଣ ବାପାଙ୍କୁ ଟିକେ ଲକ୍ଷ୍ୟ ରଖିବେ କି? ସେ କହିଲେ, ଠିକ୍ ଅଛି ଝିଅ, ବେଶ୍, ତୁମେ ବାଥରୁମ୍ ଆଡ଼େ ହେଇ ଆସ, ମୁଁ ବାପାଙ୍କୁ ଲକ୍ଷ୍ୟ ରଖିବି। ମୁଁ ଲେଡ଼ିଜ୍ ବାଥରୁମ୍ରେ ପଶିଲି। ହଠାତ୍ ଗୋଟେ ପାଖ ବାଥରୁମ୍ରୁ କେହି ଶବ୍ଦ ଆସିଲା, ଖଟ୍ 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 ଖଟ୍। ମୁଁ ଭାବିଲି ବୋଧେ ସାଇଡ଼୍ ବାଥରୁମ୍ରେ କେହି ୟୁରିନ୍ କରିବା ପାଇଁ ପଶିଥିବେ। ଦେହ ଟିକେ ଟାଙ୍କୁରି ଉଠିଲା, ଜାଣିନି କ'ଣ ପାଇଁ। ତାପରେ ମୁଁ କବାଟଟା ଖୋଲିବା ପାଇଁ ଚେଷ୍ଟା କଲି, ବଳ ପ୍ରୟୋଗ କଲି, କବାଟଟା ଖୋଲୁନଥାଏ। ମୁଁ ଭାବିଲି ମୁଁ ତ ଖିଲ ଦେଇନି, କ'ଣ ପାଇଁ କବାଟଟା ଖୋଲୁନି? ମା, କ'ଣ ହେଲା? ମା, କ'ଣ ହେଲା? କବାଟଟା କାହିଁ ଖୋଲୁନି? ମୁଁ ବହୁତ ଆହୁରି ବଳ ପ୍ରୟୋଗ କରିବାକୁ ଲାଗିଲି। ସେତେବେଳକୁ ମୋ ଦେହ ଥରି ଯାଉଥାଏ, ବହୁତ ଭୟ ଲାଗୁଥାଏ। ମୁଁ ଚିତ୍କାର କରିବା ଆରମ୍ଭ କଲି, ହେଲ୍ପ, ହେଲ୍ପ, କେହି ଅଛ କି ବାହାରେ? କବାଟ ବାହାରେ କେହି ବନ୍ଦ କରିଦେଇଛ କି? ମୁଁ ଆପ୍ରାଣ ଚେଷ୍ଟା କଲି କବାଟ ଖୋଲିବା ପାଇଁ, କିନ୍ତୁ କବାଟ ଖୋଲୁନଥାଏ। ହେଲ୍ପ, ହେଲ୍ପ, ଖୋଲ, ଖୋଲ, ମା, ମୋତେ ଭୀଷଣ ଭୟ ଲାଗୁଛି, କେହି ଅଛ କି? ମୋତେ ଉଦ୍ଧାର କର, ପ୍ଲିଜ୍, ପ୍ଲିଜ୍, କବାଟଟି ଖୋଲ। ତାପରେ ଉତ୍କଟ ହସର ଶବ୍ଦ, ବୋଧହୁଏ ଡାହାଣୀ, ଭୂତୁଣୀ, ପିଶାଚୁଣୀ, ମୁଁ ଜାଣିନି, ମୋର ହୋସ୍ରେ ବି ମୁଁ ନାହିଁ। ତାପରେ ମୁଁ ବହୁତ ଜୋର ଡରି ଯାଇଥିଲି। ମୋ ଦେହ ଖାଲି ଥରି ଯାଉଥାଏ, ଆଖିରୁ ଝରଝର ଅଶ୍ରୁ ବାହୁଥାଏ, ଖାଲି କାନ୍ଦ ମାଡ଼ୁଥାଏ। ଆଜି ବୋଧହୁଏ ଆଉ ବଞ୍ଚିବିନି। ବିଭିନ୍ନ ପ୍ରକାରର ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଥାଏ। ହଠାତ୍ ମୋ ସାମ୍ନାରେ ଏକ ବିରାଟ ଧଳା ରଙ୍ଗର କାୟା ପ୍ରକଟ ହେଲା। ମୁଁ ଡରି ଡରି ପଚାରିଲି, ତୁମେ କିଏ? ମୋତେ ଛାଡ଼ିଦିଅ, ମୋତେ ବହୁତ ଡର ଲାଗୁଛି। ମୁଁ କାନ୍ଦିବା ଆରମ୍ଭ କଲି। ମୁଁ ଗୋଟେ ମାତ୍ର ଛୋଟ ଝିଅଟିଏ, କାହିଁକି ମୋତେ ଡରାଉଛ? ଶୂନ୍ୟରେ ଶୁଣାଗଲା, ଡରନି, ମୋ ପାଇଁ ଗୋଟେ କାମ କରିବାକୁ ପଡ଼ିବ, ମୁଁ ତୁମକୁ କିଛି ବି କରିବିନି। ଏହା ଶୁଣି ମୁଁ ଟିକେ ଧୈର୍ଯ୍ୟ ଧରିଲି। ସତେ ଯେମିତି କୋଉଠୁ ଟିକେ ସାହସ ଆସିଲା। ମୁଁ ତୁମକୁ ଗୋଟେ ସର୍ତ୍ତରେ ଛାଡ଼ିବି, ମୋର ଗୋଟେ କାମ କରିବାକୁ ପଡ଼ିବ, କୁହ କରିବ ନା ନାହିଁ? ଭାବିଲି, ମନା କଲେ ବି ମରିବି, ଭଲ ହବ ମୁଁ ହଁ କୁହେ, ଦେଖାଯାଉ କ'ଣ ହେଉଛି। ବଡ଼ ସାହସର ସହିତ କହିଲି, କୁହନ୍ତୁ ଆଜ୍ଞା, ଚେଷ୍ଟା କରିବି। ନା, ଚେଷ୍ଟା ନୁହେଁ, ପ୍ରତିଜ୍ଞା କର, ତୁମେ ମୋର କାମଟି ସମ୍ପୂର୍ଣ୍ଣ କରିବ। ହଉ ହଉ, ମୋତେ ଲାଗୁଥାଏ ଉପାୟ ତ ନାହିଁ, ଯେଉଁ ପଟେ ହେଲେ ବି ମରିବି, ମୋର ମରିବାଟା ତ ଥୟ। ଯଦି ମନା କରିଦେବି ତାହେଲେ ଏ ସାଙ୍ଗେ ସାଙ୍ଗେ ମୋତେ ମାରିଦେବ। ହଁ କହିଲେ କିଛି ସମୟ ପାଇଯିବି, ବେଟର ହେଉଛି। ହଁ କହିକି ଦେଖେ, ତାପରେ ନହେଲେ ହାତ ଗୋଡ଼ ଧରି ନେଗୋସିଏଟ୍ କରିବି। ପୁଣି ଭାବିଲି, ପ୍ରେତ ଆତ୍ମା କ'ଣ ନେଗୋସିଏସନ୍ କରିବ? ଯାହା ହଉ, ଉପାୟ ତ ନାହିଁ, ଉପାୟହୀନ। ହଁ କରିଦେ। ତାହେଲେ ଶୁଣ ମୋର ମୃତ୍ୟୁର କାହାଣୀ। ମୋର ମୃତ୍ୟୁ ଏକ ଟ୍ରକ୍ ଆକ୍ସିଡେଣ୍ଟରେ ହୋଇଥିଲା। ମୋର ଘର ପଟାମୁଣ୍ଡେଇ ଗାଁରେ। ମୋର ସ୍ତ୍ରୀ, ଛୋଟ ପୁଅଟିଏ, ମା, ବାପା, ଭାଇ ଅଛନ୍ତି ଗାଁ ଘରେ। ମୁଁ 17 ଅଗଷ୍ଟ 2000 ମସିହାରେ ଚାକିରି ପାଇଥିଲି ଏଇ ହସ୍ପିଟାଲରେ। ମୋର ଜଏନିଂ ଖବର ଶୁଣି ଘରର ସମସ୍ତେ ବହୁତ ଖୁସି, ଭାରି ଖୁସି ହେଇଯାଇଥିଲେ। ମୁଁ ଚାକିରି ପାଇଛି ବୋଲି ମା ଗାଁ ଘର ଛକରେ ଅବସ୍ଥିତ ଭୈରବ ବାବାଙ୍କର ମନ୍ଦିରରେ ମାନସିକ କରିଥିଲେ। ମା ପ୍ରଥମ ଦରମା ପାଇବା ପରେ ସେଠାରେ ପୂଜା ଦେବେ ବୋଲି ସେ ବି ମନସ୍ଥ କରିଥିଲେ।
ମୁଁ ଖୁସିରେ ବ୍ୟାଗ୍ ପତ୍ର ସଜାଡ଼ି ଘରୁ ବାହାରିଲି। ବସ୍ରେ ବସିବି ବୋଲି ବାପା ଭାଇ ମୋତେ ଗାଁ ଛକରେ ଛାଡ଼ିବାକୁ ଆସିଥାନ୍ତି। ବସ୍ରେ ଚଢ଼ି ବଡ଼ ଖୁସିରେ ଝରକା ପାଖ ସିଟ୍ରେ ବସି ପଡ଼ିଲି। ଖୁସିର ସୀମା ନାହିଁ। ଆଖିରେ କେତେ ସ୍ୱପ୍ନ, ଘର ପାଇଁ ବହୁତ କିଛି କରିବା ପାଇଁ, ବୁଢ଼ା ବା ବାପାଙ୍କ ପାଇଁ କର୍ତ୍ତବ୍ୟ, ସ୍ତ୍ରୀ ପାଇଁ କେତେ କିଛି କିଣିବି, ପୁଅ ଆଉ ଭାଇକୁ ଭଲ ଏଜୁକେସନ୍ ଦେବି। ଏହିସବୁ ଆଖି ବନ୍ଦ କରି ଭାବୁଥାଏ। ସ୍ୱପ୍ନ ସାଗରର ଢେଉରେ ଖେଳୁଥାଏ ମୋର କୁନି ମନଟି। ହଠାତ୍ ଗୋଟେ ଟର୍ଣ୍ଣିଂ ଆସିଲା। ପଛପଟୁ ଟ୍ରକ୍ଟେ ଆସି ସ୍ପିଡ଼୍ରେ ବାଡ଼େଇ ଦେଲା ଆମ ବସ୍କୁ। ବସ୍ ସିଧା ବଡ଼ ଖାଲ ଭିତରକୁ ଏମିତି ଓଲଟିଲା ଯେ ତା ଭିତରୁ କେହି ବଞ୍ଚି ଫେରି ନାହାନ୍ତି। ଚିତ୍କାର, ଆ ଓ, କାହାର ହାତ ଗୋଡ଼ ମୁଣ୍ଡ ଭାଙ୍ଗି ଛିଣ୍ଡି ଛେଚା ହୋଇ ଏକାକାର ଅବସ୍ଥା। ଚାରିଆଡ଼େ ଖାଲି ବେଦନାର ଚିତ୍କାର, ବଞ୍ଚାଅ ବଞ୍ଚାଅ, ଆମକୁ ଏ ଖାଲ ଭିତରୁ ଉଦ୍ଧାର କର। ଚାରିଆଡ଼େ ଖାଲି ରକ୍ତାକ୍ତ ଅବସ୍ଥାରେ ସମସ୍ତେ ପଡ଼ିଥାନ୍ତି। ରାତି, ବହୁତ ରାତି, ଗଭୀର ଅନ୍ଧକାର। ମୋର ସବୁ ସ୍ୱପ୍ନ, ମନ, ଇଚ୍ଛା ଏଇଠି ସରିଗଲା। ମୋର ଶରୀର ଶବରେ ପାଲଟିଗଲା। ଆଜି ଯାଏ ବି ମୋର ଘରର ଲୋକମାନେ ମୋ ଶବକୁ ଖୋଜି ପାଇନାହାନ୍ତି। ତାହାହେଲେ ଏବେ ମୁଁ କ'ଣ କରିବି ଆଜ୍ଞା? ଶୁଣ, ମୋ ଘରେ ଏବେ ବି ବିଶ୍ୱାସ କରୁଛନ୍ତି ମୁଁ ଏବେ ବି ବଞ୍ଚି ରହିଛି, ଜୀବିତ ଅଛି। ଦିନେ ନା ଦିନେ ଘରକୁ ମୁଁ ଫେରିବି। ଏତିକି କହି ସେ ଛାଇ ଉଭା ହେଇଗଲା। ଦେଖୁଛି, ମାଉସୀଙ୍କ କୋଳରେ ମୁଣ୍ଡ ଦେଇକି ମୁଁ ଶୋଇଛି। ମୋତେ ଭୀଷଣ ଜ୍ୱର। ମୋ ମୁହଁରେ ପାଣି ଛିଞ୍ଚା ଛିଞ୍ଚି କରୁଛନ୍ତି ସମସ୍ତେ। ମୋର ଧୀରେ ଧୀରେ ହୋସ୍ ଆସିଲା। ମୁଁ କୁଆଡ଼େ ବାଥରୁମ୍ର ଫ୍ଲୋରରେ ପଡ଼ି ବିଳବିଳଉଥିଲି, ମୁଁ ଯିବି ନା, ମୁଁ ନିଶ୍ଚୟ ଯିବି। ମୋତେ ଛାଡ଼ିଦିଅ, ମୋତେ ଛାଡ଼ିଦିଅ। ମୁଁ ଏମିତି କୁଆଡ଼େ ବିଳବିଳଉଥିଲି ବାଥରୁମ୍ ଫ୍ଲୋର୍ ଉପରେ ପଡ଼ିକି। ଉଠି ବସି ଏଇ ସମସ୍ତ ଘଟଣା କହିଲି ବାପାଙ୍କୁ। ବାପା କହିଲେ, ମୁଁ ହସ୍ପିଟାଲରୁ ଡିସଚାର୍ଜ ହେଇ ଆମେ ସମସ୍ତେ ମିଶିକି ତାଙ୍କ ଗାଁରେ ଯିବା। 7 days ପରେ ବାପା ଘରକୁ ଡିସଚାର୍ଜ ହେଇକି ଫେରିଲେ। ମାଙ୍କ ସହିତ ଆଲୋଚନା କଲେ। ତାପରେ ଆମେ ପଟାମୁଣ୍ଡେଇ ଗାଁରେ ଯିବା ପାଇଁ ବାହାରିଲୁ। ଓଃ, ମୁଁ କହିବା ପାଇଁ ଟିକେ ଭୁଲି ଯାଇଥିଲି। ସିଏ ତାଙ୍କର ଠିକଣା ଆଉ ତାଙ୍କର ନିଜ ନାଁ ଶ୍ରବଣ କୁମାର ସାହୁ ବୋଲି କହିଥିଲେ। ଠିକଣା ମଧ୍ୟ ଠିକ୍ ସେଇ ଜାଗାକୁ ପହଞ୍ଚିଲା ପରେ ସବୁ ଗୋଟେ ଗୋଟେ କରିକି ମିଶିଗଲା। ଠିକ୍ ଘରେ ମଧ୍ୟ ଆମେ ପହଞ୍ଚିଲୁ। କିନ୍ତୁ ପ୍ରଶ୍ନ ହେଉଛି, ସେମାନଙ୍କୁ ଏଇ ଦୁଃସମ୍ବାଦ ଜଣେଇବ କିଏ? କେମିତି କହିବ? ବହୁତ ସାହସର ସହିତ ବାପା ବୁଝାଇକି କହିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ। ଯେଉଁ କାନ୍ଦ, ଚିତ୍କାର, ବିକଳ ଅବସ୍ଥା। କିଛି ସମୟ ପରେ ତାଙ୍କ ବାପା କହିଲେ, ହଉ ହଉ, ଆମେ ସେଇ ସ୍ଥାନକୁ ଯିବା ଯେଉଁଠି ମୋ ପୁଅର ଶବଟି ଅଛି। ଆମେ ସମସ୍ତେ ବାହାରିଲୁ। ସେଇ ଜାଗାକୁ ପହଞ୍ଚିଲୁ। ଗଛ ମୂଳେ ପହଞ୍ଚିବା ମାତ୍ରେ ହଠାତ୍ ଝଡ଼ ପବନ ଜୋର ବୋହିବା ଆରମ୍ଭ ହେଲା। ମାଟି ଆପେ ଆପେ ସେ ଶବ ଉପରୁ ଘୁଞ୍ଚିଲା। ସତରେ ଶବ ବେକରେ ସେଇ ଚେନ୍ଟିଏ ଝୁଲୁଥାଏ। ମା ଦୁର୍ଗାଙ୍କର ସେଇ ଲକେଟ୍ଟିଏ ଥାଏ। ଦେହ ଟାଙ୍କୁରି ଯାଉଥାଏ। ବର୍ଷା ଝିପ୍ 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 ଝିପ୍, ବିଜୁଳି ଚଡ଼କୁଥାଏ। ଚଡ଼ 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 ଚଡ଼, ଘଡ଼ଘଡ଼ି, ସବୁଆଡ଼େ ଗୋଟେ ଛମ୍ 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 ଅବସ୍ଥା। ପ୍ରବଳ ଜୋରେ ଡର ମାଡ଼ି ଦେଉଥାଏ। ତାଙ୍କର ବାପାଙ୍କର କୋହ କାନ୍ଦ, ଅସରନ୍ତି ଅଶ୍ରୁ ଜଳ ଭିଜାଇ ଦେଉଥାଏ ସବୁ ଚାରିଆଡ଼। ମୋ ପୁଅରେ, ବାପା କୋଉଠି ଚାଲିଗଲୁ? ମୋତେ ଛାଡ଼ି ଏ ଦୁଃଖ ସାଗରରେ ଆମ ସମସ୍ତଙ୍କୁ ଭସାଇ ଦେଇଗଲୁ। ଏ ବୟସରେ ମୁଁ ତୋ ମା'ଙ୍କୁ କ'ଣ କହିକି ବୁଝେଇବି? ତୋ ସ୍ତ୍ରୀର ମଥାରୁ ମୁଁ କେମିତି ଏ ସିନ୍ଦୁରକୁ ପୋଛିବି କହରେ ବାପା? ତୋ କୁନି ପୁଅଟିକୁ ବାପାର ସ୍ନେହ ମୁଁ କୋଉଠି ଆଣିକି ଦେବି? ତୁ କୋଉ ଭଳି ଆମକୁ ଦଣ୍ଡ ଦେଇକି ଚାଲିଗଲୁ। ଏ ସାଗର ଭବସାଗର ମଝିରେ ଆମ ସମସ୍ତଙ୍କୁ ଭସାଇ ଦେଇଗଲୁ ରେ ପୁଅ। ତୁ ଆମ ସମସ୍ତଙ୍କୁ ଏକା କରି କୋଉଠି ଚାଲିଗଲୁ। ତୋ ବିନା ତ ଆମେ ବଞ୍ଚି ପାରିବୁ ନାହିଁ ରେ ପୁଅ।
ନିସ୍ତବ୍ଧ ହୋଇଗଲା। ବାପା, ମୋତେ ଉଦ୍ଧାର କର, କାନ୍ଦନି, ମୋତେ ମୁକ୍ତ କରିଦିଅ। ଏଇ ଶବ ତମ ପୁଅ ଶ୍ରବଣର। ମୋର ଏଇ ମୃତ ଶରୀରକୁ ତମେ ଉଦ୍ଧାର କର। ମୋତେ ମୃତ ବୋଲି ଘୋଷଣା କରି ମୋର ସବୁ କର୍ମ କର। ମୋତେ ଏଇ ପ୍ରେତ ଆତ୍ମାରୁ ମୁକ୍ତ କରିଦିଅ ବାପା। ସବୁ କାମ ସରିଲା ପରେ ମନ୍ଦିରରେ ଯାଇକି ମୋ ନାଁରେ ପୂଜା ଦିଅ। ବାପା, ଏଇସବୁ ଯଦି ତମେ କରିବ ତାହେଲେ ମୁଁ ଉଦ୍ଧାର ପାଇଛି। ଏହା କହି ସେ କେଉଁଠି ଆକାଶରେ ମିଶିଗଲେ। ଆମେ ସବୁ କାମ ମିଶିକି ଯଥାରୀତି ସାରିଲୁ। ବାପାଙ୍କର ମନ ବି ଭଲ ନଥାଏ। ଶ୍ରବଣ ଭାଇଙ୍କର ବାପା ବହୁତ କାନ୍ଦୁଥାନ୍ତି। ତାଙ୍କୁ ଦେଖି ଆମମାନଙ୍କର ମନ ବି ମଧ୍ୟ ଝାଉଁଳି ଯାଉଥାଏ। ଶ୍ରବଣ ଭାଇଙ୍କର ବାପା, ଭାଇ, ବନ୍ଧୁ, କୁଟୁମ୍ବ ତାଙ୍କର ସବୁ କର୍ମ ସାରିଲା ପରେ ସେମାନେ ମଧ୍ୟ ତାଙ୍କ ଗାଁକୁ ଫେରିଗଲେ। ଆମେ ବି ମଧ୍ୟ ଆମ ଗାଁକୁ ଫେରିଗଲୁ। ଯାହା ପ୍ରତିଶ୍ରୁତି ମୁଁ ଦେଇଥିଲି ତାଙ୍କୁ ସେଇ ବେହୋସ ଅବସ୍ଥାରେ, ତାହା ସବୁକିଛି ଆମେ ପୂରଣ କରିଲା ପରେ ଆମେ ସମସ୍ତେ ମିଶିକି ଯିଏ ଯାହା ଘରକୁ ଫେରିଗଲେ। ହୁଏତ ତାଙ୍କର ଏ ଆତ୍ମା ଶାନ୍ତି ପାଇଯାଇଥିବ ଆଉ ମୁକ୍ତି ବି ମଧ୍ୟ ଯାଇଥିବ ବୋଲି ଏହା ଆମେ ସମସ୍ତେ ବିଶ୍ୱାସ ମନେ ମନେ କରୁ। ଆଉ ଶ୍ରବଣ ଭାଇଙ୍କର ଆତ୍ମା ଈଶ୍ୱରଙ୍କ ଘରକୁ ଫେରି ଯାଇଥିବ।